ଜଗନ୍ନାଥ ସାଙ୍ଗମାନେ ମାଇ କିଚେନ୍ ବାଇ ସୁମିତ୍ରା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଯେଉଁ ପ୍ରକାର ଖରା ହେଉଛି ନା ସାଙ୍ଗମାନେ, ଏଥିରୁ ଯଦି ଆପଣ ଗୋଟେ ଗ୍ଲାସ୍ ପିଇ ଦିଅନ୍ତି ନା, ଆପଣଙ୍କର ପେଟ ଥଣ୍ଡା ହେବା ସହିତ ମନ ବି ବହୁତ ଶାନ୍ତି ଲାଗିବ। ତ ମୁଁ ଆଜି ଆପଣଙ୍କ ପାଇଁ ଆଣିଛି ଥିକ୍ ଥିକ୍ ମ୍ୟାଙ୍ଗୋ ମସ୍ତାନୀ, ଯେଉଁଟାକି ବହୁତ ଟେଷ୍ଟି ଆଉ ବହୁତ ଇଜି ମଧ୍ୟ। ଚାଲନ୍ତୁ ତାହେଲେ ଏହାର ରେସିପି ଦେଖିବା। ତା ପୂର୍ବରୁ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ରେସିପିଟି ବହୁତ ଭଲ ଭାବରେ ବୁଝିପାରିବେ। ଯଦି ଭିଡ଼ିଓଟି ଭଲ ହେଉଛି ନିହାତି ଲାଇକ୍ କରିବେ, ସାଙ୍ଗସାଥି ଏବଂ ରିଲେଟିଭ୍ମାନଙ୍କୁ ସେୟାର କରିବେ। ଯଦି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ ଏବଂ ସବସ୍କ୍ରାଇବ୍ ବଟନ୍ ପାଖରେ ଥିବା ଛୋଟ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ଚାଲନ୍ତୁ ତାହେଲେ ଆମେ ଏହାର ରେସିପି ଆରମ୍ଭ କରିବା। ସେଥିପାଇଁ ଗୋଟେ ପ୍ଲେଟ୍ରେ ମୁଁ 2ଟି ଆମ୍ବ ନେଇଯାଇଛି। ଏଇଟା ବାଇଗଣୀ ବୋଲି ଆମ୍ବ ନେଇଛି, ଆପଣଙ୍କ ପାଖରେ ଯେଉଁ ଆମ୍ବ ଥିବ ବି ଆପଣ ନେଇପାରିବେ। ତ ପ୍ରଥମେ ଆମେ ଆମ୍ବକୁ ଗୋଟା ଧୋଇକି ପ୍ଲେଟ୍ରେ ରଖିଦେଇଛେ। ଏଠି କ୍ଷୀର 1 କପ୍ ନେଇଛି, ମାନେ ସିଝା କ୍ଷୀର। ଏଠି ଖଣ୍ଡ ନେଇଯାଇଛି 4 ଟେବୁଲ୍ ସ୍ପୁନ୍। ଏଠି ଭାନିଲା ଆଇସ୍କ୍ରିମ୍ ନେଇଛି। ତାପରେ ଏଇଠି ଆମେ ଦେଇଦେବା ଟୁଟି ଫୁଟି। ମୁଁ 2 ପ୍ରକାରର ନେଇଛି କଲର୍ର, ଆପଣଙ୍କ ପାଖରେ ଯଦି ନାହିଁ ତାହେଲେ ସ୍କିପ୍ ମଧ୍ୟ କରିପାରିବେ। ଏଠି ଡ୍ରାଏ ଫ୍ରୁଟ୍ସ ନେଇଛି, କାଜୁ ଏବଂ ଆଲମଣ୍ଡ। ଆପଣ ଆଲମଣ୍ଡ ଏବଂ କାଜୁ ନିଶ୍ଚିତ ରୂପେ ଦେବେ, କିସମିସ୍ ବି ଦେଇପାରିବେ। ଯାହା ଆପଣଙ୍କ ପାଖରେ ଥିବ ଡ୍ରାଏ ଫ୍ରୁଟ୍ସ ଆପଣ ଦେଇପାରିବେ। ତ ଏଇଠି ଆମ୍ବକୁ ଆମେ 2 ପଟେ ଏମିତି କାଢ଼ି ଦେଇଛେ, ପଡ଼ା କରିଦେଇଛେ। ତାପରେ ଛୁରୀରେ ଏମିତି ଛୋଟ ଛୋଟ ସ୍ଲାଇସ୍ କରିଦେବା। ଏମିତି ଦେଖନ୍ତୁ, ଏମିତି କରିକି ଏମିତି ଛୋଟ ଛୋଟ ପିସ୍ କରିଦେବା। ଆପଣ ଚାହିଁଲେ ମୁଁ 2 ପ୍ରକାର ବି ଆପଣଙ୍କୁ କାଟିକି ଦେଖେଇଛି, ଆପଣଙ୍କୁ ଯେଉଁଟା ଇଜି ଲାଗିବ ସେଇଭଳି ଭାବରେ ଆପଣ କାଟିପାରିବେ। ତ ଦେଖନ୍ତୁ ମୋର ଏଇଠି ଏମିତି ଛୋଟ ଛୋଟ ସବୁ କାଟିଦେଲି। ତ ଦେଖନ୍ତୁ ଏବେ ପ୍ରସ୍ତୁତ ହେଇଗଲା। ତ ଏବେ ଚାଲନ୍ତୁ ଆମେ ଗୋଟେ ପ୍ଲେଟ୍କୁ ଏଇଟା ବାହାର କରିଦେବା ସ୍ପୁନ୍ ସାହାଯ୍ୟରେ। ତ ଏଇଠି ଦେଖନ୍ତୁ ମୁଁ ନେଇଯାଇଛି ଆମ୍ବକୁ ସ୍ପୁନ୍ ସାହାଯ୍ୟରେ ଏମିତି ବି ଆମେ କାଢ଼ିପାରିବା। ତ ଦେଖନ୍ତୁ ଏଇଭଳି ଆପଣଙ୍କୁ ଯେଉଁଟା ଇଜି ଲାଗିବ, 2 ପ୍ରକାର ଦେଖିଛି, ଆପଣ ସେଇଭଳି ଭାବରେ କାଟିବେ। ତ ପ୍ଲେଟ୍ରେ ରଖିଦେଲେ ସବୁ ଆମ୍ବ ଗୁଡ଼ାକ। ତାପରେ ଆମେ ଗ୍ରାଇଣ୍ଡର ଜୁସ୍ରେ ଦେଇଦେବା, ଏ ଜୁସ୍ କରିଦେବା, ଏହାର ପୁରା ଫାଇନ୍ ପେଷ୍ଟ କରିବା। ତ ଏହାକୁ ଆମେ ପ୍ରଥମେ ଗ୍ରାଇଣ୍ଡର ଜାର୍ରେ ଦେଇଦେବା। ତ ଏଇଠି ଆମେ ଦେଇଦେବା ଆମର ଖଣ୍ଡ। ମୁଁ ଏଇଠି 4 ଟେବୁଲ୍ ସ୍ପୁନ୍ ଖଣ୍ଡ ନେଇଛି, ଖଣ୍ଡ ଜାଗାରେ ଆପଣ ମିଶ୍ରି କିମ୍ବା ଚିନି ବି ଦେଇପାରିବେ। ତାପରେ କ୍ଷୀର ମୁଁ 1 କପ୍ ଦେଇଛି, ଏଠି ଭାନିଲା ଆଇସ୍କ୍ରିମ୍ ଦେଇଛି। ତ ଦେଇସାରିଲା ପରେ ଏହାକୁ ଭଲ ଭାବରେ ଆମେ ପୁରା ଫାଇନ୍ ପେଷ୍ଟ କରି ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରିଦେଲି। ଏବେ ଚାଲନ୍ତୁ ସର୍ଭିଂ ଗ୍ଲାସ୍ରେ ଆମେ ଏଡ୍ କରିବା। ତ ଏଇଠି ଆମେ ଦେଖିଛି, ମୁଁ ଏଇଠି ମ୍ୟାଙ୍ଗୋର ଛୋଟ ଛୋଟ ଏମିତି କାଟିଥିଲି, ତାକୁ ଦେଇଛି ସଜେଇବା ପାଇଁ। ତାପରେ ଭାନିଲା ଆଇସ୍କ୍ରିମ୍ ଦେଇଦେବା। ତାପରେ ଆମେ କ'ଣ କରିବା ନା, ଏଇଠି ଆମେ 2 ସାଇଡ଼୍ରେ ଦେଇଦେଲେ। ତାପରେ ଏଇଠି ମୁଁ କିଛି ଟୁଟି ଫୁଟି ଦେଇଛି। ତ ଟୁଟି ଫୁଟି ଦେଇସାରିଲା ପରେ ଆମେ ଏବେ ଦେଇଦେବା ମ୍ୟାଙ୍ଗୋ ଜୁସ୍କୁ। ତ ଦେଖନ୍ତୁ ଏବେ ଆମେ ଦେଇଦେବା ମ୍ୟାଙ୍ଗୋ ଜୁସ୍କୁ, ଯେଉଁ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ। ତ ଏଇଟା କେତେ ବହଳିଆ ହେଇଛି ଆପଣ ପୁରା ଦେଖିଲେ ଜାଣିପାରିବେ। ଦେଖନ୍ତୁ ସାଙ୍ଗମାନେ କେତେ ବହଳିଆ ହେଇଛି, ପୁରା ଥିକ୍ ଥିକ୍ ମୋଟା ମୋଟା। ତ ଏହାକୁ ଆମେ କ'ଣ କଲେ ନା, ଏବେ ଦେଇସାରିଲା ପରେ ଏଇଠି ଆମେ ସଜେଇବାକୁ ଦେଇଦେବା କିଛି ଡ୍ରାଏ ଫ୍ରୁଟ୍ସ ଆଉ ଟୁଟି ଫୁଟି। ତ ଏବେ ପ୍ରଥମେ ଆମେ ଟୁଟି ଫୁଟି ଦେଇଦେବା। ତାପରେ ମୁଁ ଏ ଡ୍ରାଏ ଫ୍ରୁଟ୍ସକୁ ପୁରା ପାଉଡ଼ର କରିଦେଇଛି, ଆପଣ ଚାହିଁଲେ ଗୋଟା ବି ଦେଇପାରିବେ। ତ ଏମିତି ଦେଇସାରିଲା ପରେ ଆମେ କ'ଣ କରିବା, ଭାନିଲା ଆଇସ୍କ୍ରିମ୍ ଉପରେ ଦେଇଦେବା। ତ ମୋର ଏବେ ପ୍ରସ୍ତୁତ ହେଇଗଲା ମ୍ୟାଙ୍ଗୋ ମସ୍ତାନୀ, ଥିକ୍ ଥିକ୍ ମ୍ୟାଙ୍ଗୋ ମସ୍ତାନୀ। ବହୁତ ବଢ଼ିଆ ଲାଗିବ, ଏହାକୁ ଆପଣ ପିଇପାରିବେ, ସ୍ପୁନ୍ରେ ମଧ୍ୟ ଖାଇପାରିବେ। ବହୁତ ଟେଷ୍ଟି ଲାଗିବ ସାଙ୍ଗମାନେ, ଥରେ କରନ୍ତୁ। ଆଉ କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପେ ଜଣାଇବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ନିହାତି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଆଉ ମୋର ଭିଡ଼ିଓ ସବୁ ଆପଣମାନଙ୍କୁ ଭଲ ଲାଗୁଛି ନା ନାହିଁ ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇବେ। କେଉଁଠୁ ସବୁ ମୋର ସବୁ ଭିଡ଼ିଓ ଦେଖୁଛନ୍ତି ତାହା ମଧ୍ୟ କମେଣ୍ଟରେ ଜଣାଇବେ। ତ ପ୍ରସ୍ତୁତ ହେଇଗଲା ମୋର ଥିକ୍ ଥିକ୍ ମ୍ୟାଙ୍ଗୋ ମସ୍ତାନୀ। ଇନଷ୍ଟାଗ୍ରାମ ଫେସବୁକରେ ଯଦି ଦେଖୁଛନ୍ତି ସୁମିତ୍ରା ମିଶ୍ର ମୋର ID, ଲାଇକ୍ ସେୟାର ଫଲୋ କରିବେ। ଜୟ ଜଗନ୍ନାଥ, ଧନ୍ୟବାଦ।